ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ଆମେ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଏକ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରାର୍ଥନା ଯିବା ପାଇଁ ଅବହେଳା କାହିଁକି। ଆଜିର ପ୍ରସଙ୍ଗ ହେଲା ପ୍ରାର୍ଥନା ଯିବା ପାଇଁ ଅବହେଳା କାହିଁକି। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟ ଠାରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଖ୍ରୀଷ୍ଟିଆନ ସମାଜରେ ଦେଖିବେ ଅନେକ ଭାଇ ଭଉଣୀ ମାନେ ପ୍ରାର୍ଥନା ଯିବା ନିମନ୍ତେ ସେମାନେ ଅବହେଳିତ ଅଟନ୍ତି। ଯଦି ଆପଣ କାର୍ଯ୍ୟକ୍ଷେତ୍ର କଥା କହିବେ, ଅଫିସ ଯିବା କଥା କହିବେ, ସେମାନେ ବିଶ୍ୱସ୍ତ ଭାବରେ ନିଜର ବ୍ୟବସାୟକୁ ଯାଆନ୍ତି, ନିଜର ଡ୍ୟୁଟି କ୍ଷେତ୍ରକୁ ଯାଆନ୍ତି, କିନ୍ତୁ ପ୍ରାର୍ଥନା ଯିବାରେ ସେମାନେ ଅବହେଳା କରନ୍ତି। ଆପଣ ଯଦି ଯୁବା ଯୁବତୀ ମାନଙ୍କୁ ଦେଖିବେ, ସେମାନେ ପ୍ରତିଦିନ କଲେଜକୁ ଯାଆନ୍ତି, ପୁଅ ଝିଅମାନେ ପ୍ରତିଦିନ ସ୍କୁଲକୁ ଯାଆନ୍ତି, କିନ୍ତୁ ସେମାନେ ଚର୍ଚ୍ଚ ଯିବାରେ, ସହଭାଗିତା ଯିବାରେ ସେମାନେ ଅବହେଳା ଅଟନ୍ତି। ବାସ୍ତବରେ ଏହା କାହିଁକି, ଏହା ବିଶ୍ୱାସୀ ମାନଙ୍କ ଜୀବନରେ କାହିଁକି ଏହି ପ୍ରକାର ଘଟଣା ଗୁଡ଼ିକ ଆମେ ଦେଖିବାକୁ ପାଉ, ଏହାର କାରଣ କଣ ଅଟେ? ଆଜି ବାକ୍ୟରୁ ମୁଁ ଆପଣମାନଙ୍କୁ କିଛି କଥା କହି ଉତ୍ସାହିତ କରିବା ସହିତ ଶିକ୍ଷା ପରାମର୍ଶ ଅଳ୍ପ ସମୟ ଆପଣମାନଙ୍କୁ ଦେବା ପାଇଁ ଚାହେଁ। ଯଦି ଆପଣମାନେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ 48 ଅଧ୍ୟାୟ 10 ପଦରେ ଦେଖିବେ, ଏହି ସ୍ଥାନରେ ଏ ପ୍ରକାର ଲେଖାଯାଉଛି, ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କ କାର୍ଯ୍ୟ କରେ। ପ୍ରିୟମାନେ, ଏହି ସ୍ଥାନରେ ଲେଖାଯାଏ ଯେଉଁ ଜନ, ଯିଏ ବି ହେଉନା କାହିଁକି, ଆପଣ ହେଉ, ମୁଁ ହେଉ, ଅନ୍ୟ କୌଣସି ଭାଇ ଭଉଣୀ ଯିଏ ବି ହୁଅନ୍ତୁ ନା କାହିଁକି, ଯଦି ଯିଏ ପ୍ରଭୁଙ୍କର କାର୍ଯ୍ୟକୁ ହେଳା ଭାବରେ କରେ, ସେ ଶାପଗ୍ରସ୍ତ ହେଉ। ଆମେ କେହି ମଧ୍ୟ ନାହୁଁ ଯେ ଆମେ ଶାପଗ୍ରସ୍ତ ହେବା, ଆମେ ଦଣ୍ଡ ପାଇବା, ଆମେ ଦଣ୍ଡର ଯୋଗ୍ୟ ହେବା। କେହି ମଧ୍ୟ ଆମେ ଏହା ପସନ୍ଦ ନ କରୁ, କାହାକୁ ମଧ୍ୟ ଆମର ପସନ୍ଦ ନାହିଁ। ମାତ୍ର ବାଇବଲ କହେ ଯେ ହେଳା ଭାବରେ ଯେ ପ୍ରଭୁଙ୍କର ସେବା କରେ, ସେ ଶାପଗ୍ରସ୍ତ ହେଉ, ସେ ଦଣ୍ଡର ଯୋଗ୍ୟ, ସେ ଅଭିଶପ୍ତ ହେଉ। ପ୍ରିୟମାନେ, ଆଜି ଯୋଉଟା ଆମେ ହେଳା କରିବା କଥା ନାହିଁ, ଯୋଉଟାକୁ ଆମେ ଅଧିକ ଯତ୍ନଶୀଳ ହେବା କଥା, ଯୋଉଟାକୁ ଆମେ ପ୍ରାଧାନ୍ୟ ଦେବା କଥା, ଦୁଃଖର ବିଷୟ ଆଜି ଖ୍ରୀଷ୍ଟିଆନ ସମାଜରେ ସେଇ ସବୁ ବିଷୟ ଗୁଡିକ କଣ ହଉଛି, ଧୀରେ ଧୀରେ କମି ଯାଉଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆଜିର ବାକ୍ୟ ଦ୍ୱାରା ସେମାନଙ୍କୁ କଥା ହୁଅନ୍ତୁ, ଯୋଉଟା ଆମ ଜୀବନରେ ଗୁଣା ଅଛି, ଯାହା ଆମେ ଅବହେଳା କରିଛୁ, ସେଇଟାକୁ ଆମେ ସଜାଡ଼ିବା, ସେଇଟାକୁ ଆମେ ନିଜକୁ ସୁଧାରିବା। ବାସ୍ତବରେ କାହିଁକି ଏହି ପ୍ରକାର ହଉଛି, ଆଜି ମୁଁ ବାକ୍ୟରୁ ଅଳ୍ପ ସମୟ କିଛି କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ। ଯଦି ଆପଣ ପଢିବେ ମୋ ସହିତ ପରମ ଗୀତ ପୁସ୍ତକକୁ ଆସିବେ, ପରମ ଗୀତ ଶେଷ ଅଧ୍ୟାୟ ବା 8 ଅଧ୍ୟାୟ ତାର 6 ପଦରୁ ଆମେ ଆଗକୁ ପଢିବା। ଲେଖାଯାଏ, ତୁମ୍ଭେ ମତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର, କାରଣ ପ୍ରେମ ମୃତ୍ୟୁ ପରି ବଳବାନ। ପ୍ରେମ ମୃତ୍ୟୁ ପରି ବଳବାନ। ପ୍ରେମ କେମିତି? ବାକ୍ୟ କହେ ମୃତ୍ୟୁ ପରି ବଳବାନ। ଆପଣ ମୃତ୍ୟୁ କଥା ଜାଣନ୍ତି କି? ଜଣେ ବ୍ୟକ୍ତି କାହାକୁ ମଧ୍ୟ ମରିବା ପାଇଁ ଇଚ୍ଛା ନାହିଁ, ମାତ୍ର ମୃତ୍ୟୁ କଣ କରେ? ଗୋଟିଏ ଚକ୍ଷୁର ପଲକରେ ଅଳ୍ପ ସମୟ ପାଇଁ ଯିଏ ମରିବାକୁ ଇଚ୍ଛା ନ କଲେ ମଧ୍ୟ ଜବରଦସ୍ତ ମୃତ୍ୟୁ କଣ କରେ? ମନୁଷ୍ୟ ଜୀବନରେ ପ୍ରବେଶ କରେ। କାହିଁକି? ପ୍ରେମ ସେମିତି, ପ୍ରେମ ମୃତ୍ୟୁ ପରି ବଳବାନ। ଆଜି ଅନେକ ଚର୍ଚ୍ଚ ଯିବା ପାଇଁ ଅବହେଳା, ପ୍ରାର୍ଥନା ଯିବା ପାଇଁ ଅବହେଳା। କାହିଁକି? କାରଣ ପ୍ରଭୁଙ୍କ ପ୍ରତି ପ୍ରେମ ନାହିଁ, ପ୍ରେମ କମି ଯାଇଛି। ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ଧୀରେ 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 ଶିଥିଳ ହେଇଯାଉଛି। ସେଥିପାଇଁ ଚର୍ଚ୍ଚ ଯିବାରେ ଅନେକ ଭାଇ ଭଉଣୀ ମାନେ, ପ୍ରାର୍ଥନା ଯିବାରେ, ସହଭାଗିତା ଯିବାରେ ସେମାନେ ଅବହେଳା କରନ୍ତି। ନିୟମିତ ସେମାନେ ସବୁ କାମ କରନ୍ତି, ନିୟମିତ ସେମାନେ ବିଭିନ୍ନ ଭୋଜି ଘର, ବାହାଘର, ବିଭିନ୍ନ ବିଷୟରେ ସେମାନେ ବୁଲନ୍ତି, ମାତ୍ର ଚର୍ଚ୍ଚ ଆସିବା ପାଇଁ ସେମାନେ ଅବହେଳା। କାହିଁକି? କାରଣ ପ୍ରଭୁଙ୍କ ପ୍ରତି ପ୍ରେମ ନାହିଁ। ଏଇଠି ଲେଖାଗଲା ସେଥିପାଇଁ ଯେ ପ୍ରେମ ମୃତ୍ୟୁ ପରି ବଳବାନ। ଜୀବନ ଚାଲିଗଲେ ମଧ୍ୟ ଆପଣ ଆଦ୍ୟ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ଦେଖିବେ, ଯେଉଁ ସାଧୁ ପାଉଲ, ସେ ପୂର୍ବରେ ସାଉଲ ଥିଲେ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେ ମାରି ନିନ୍ଦା ତାଳନା କରି ସେ ମଣ୍ଡଳୀ ଗୁଡିକକୁ କଣ କରୁଥିଲେ?
से छिन्न भिन्न करुथिले मात्र परवर्ती समय रे से कहउचंती मोर मृत्यु मोर हे जाऊ मोर जीवन गले जाऊ किंतु मु प्रभु को पाई मु मरिबा को भी प्रस्तुत अछि मते जेरूशलेम को जीवा पाई दियो एई कथा किए कहउचंती जे मंडली को ताड़ना करुथिबा सेई साउल कहीं के प्रकार कहउचंती कारण परमेश्वर के प्रति तांकर प्रेम थिला आज ख्रिस्टियन समाज रे अनेक भाई भणी मान हृदय रे जीवन रे परमेश्वर प्रेम धीरे धीरे कमी जाउछि सेही परित्राणर आनंद से उद्धारर कथा से अनुग्रहर कथा पाप क्षमार कथा धीरे 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 अनेक भाई भणी माने भूली गले स्वर्गर कथा अनेक भूली गले आउ स्वर्गर से रहस्य परित्राण से आनंद को से माने धीरे 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 तांको उठी जाउछि प्रिय माने प्रभु आमान को अनुग्रह करंतु ए स्थान लेखा जाउछि तळको आमे पढिबा अंतर्जाला पाताल परि दृढ़ तहिर शिखा अग्नि शिखा अति भयंकर अग्नि शिखा प्रिय माने अंतर्जाला पाताल परि दृढ़ आउरी तहिर अग्नि शिखा अति भयंकर अग्नि शिखा तापरे आपण पढिबे 7 पद रे अपार जल राशि प्रेम को निर्वाण करि न पारे अपार जल राशि प्रेम को कोन करि न पारे अलगा करि न पारे बा अटकाई न पारे आपण सुनिछंती आपण निश्चय देखिथिबे जो पुଅ ଝିଅ माने ए जागतिक प्रेम रे से माने पड़ी जाती से समय रे कौन सी झड़ वर्षा नदी नाल से मान को अटकाई पारे ना मु से ब्रिज छकरे मु जगिछि आसीबो कि से माने सांगे सांगे जेते राती हो वर्षा हो झड़ हो हाँ मु आसीबी मु प्रस्तुत अछि वर्षा होची आसी परिबो कि नै ठीक अछि मु छता धरी आसीबी छता नै केमती करिवि मु चिंती चिंती मध्य आसीबी से माने कहिबे काहे कि कारण परस्पर सेमानकर प्रेम हो जाइछि अनेक भाई भणी मानकु वर्षा हेले से माने चोट आसंती नै टिके घरे अल्प टिके घर टिके चुन देवार थिबो से दिन से माने चोट आसीबे नै धान सुखाइबार थिले से माने चोट आसीबे नै विभिन्न बहाना काहे कि प्रेम प्रभु को प्रति नै जदि प्रभु को प्रति हमर प्रेम थिबो हमको कौन सी वर्षा कौन सी शीत कौन सी खरा कौन सी परिस्थिति आम कौन कर चर्च को न जाई घर को आम घरे आमको अटकाई रखी पार प्रभु आम को अनुग्रह करूँ से प्रकाशित वाक्य रे कौन लिखा गला जे प्रकाशित वाक्य तार 2 अध्याय एक पद एक पद पढ़ा पूर्व आम तार प्रकाशित वाक्य 2 अध्याय 4 पद पढ़ीदेवा 4 पद रे कौन लिखा गला 2 अध्याय 4 पद तथापि 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 तुम्ह विरुद्धरे आमर एई कथा अछि कौन सी कथा तुम्हे आपण आद्य प्रेम परित्याग करिअछो एटा होछि मूल कथा प्रिय भाई तुमे कोन करिछो आद्य प्रेम को परित्याग करिछो तुम पाखरे सब अछि कौन अछि तुम पाखरे तुमे बहुत परिश्रम करिछो धैर्य धरि जानिछो पुनी तुमे दुष्ट मानकर क्रिया को तुमे सह करी पारिबो नाही तुमे तापर जो माने प्रेरित बोली कहंती सेही भंड प्रेरित मानकु मिथ्या शिक्षा मिथ्यावादी मानकु तुमे चिन्हि पारुछो सब करि पारुछो किंतु तथापि तुम विरुद्ध रे हमर गोटे कथा अछि कोन सिटा तुमे आद्य प्रेम को परित्याग कर प्रिय प्रभु को लोक माने प्रभु मान को अनुग्रह करंतु ई लेखा जाउछि तापरे 5 पद रे एणु केउठारु तुमर पतन होई अछि ताहा स्मरण करी मन परिवर्तन कर प्रिय भाई भणी माने प्रभु हमको कहउछन केउ ठारू तुमरो पतन हला केउ दिन ठारू तुमे प्रार्थना जीवारे शिथिल हेलो केउ दिन ठारू केउ कार्य हेबारु तुम जीवन रे कोन केउ घटना घटिबारु सेही दिन ठारू तुमे पश्चात पद हेला भली तुमर जीवन यापन अछि सेईटा को तुमे मने पकाओ सेईटा को तुमे स्मरण करो आउरी कोन करो मन को परिवर्तन करो ताहेले तुमे कोन हेबो उद्धार पाइबो रक्षा पाइबो तुमे शापग्रस्त हेबो नाही तुमे संतापर पात्र हेबो नाही प्रभु आमान को अनुग्रह करंतु प्रिय प्रभु को लोक माने आजि अनेक भाई भणी माने प्रार्थना जीवा पाई अवहेला सहभागिता जीवा पाई अवहेला काहे के अवहेला अनेक धीरे धीरे सेमानंकु प्रभु को प्रति सेमानंकर प्रेम कोन ही जाउछि कमी जाउछि जदि प्रभु को प्रति मोर प्रेम कहीं कमी जाउछि मु कोन कले हेबो एई कथा मु पदे कही समाप्त करिबा पई चाहे आपण माने मो सहित
रोमियो साधु पाउलଙ୍କ द्वारा लिखित रोमियो पत्र पढ़िबे मो सहित 5 पद पढ़िबा। ଆଉ ଭରସା ଲଜ୍ଜା ଦିଏ ନାହିଁ, ଆଉ ଭରସା ଲଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ଦେଖନ୍ତୁ କେତେ ସୁନ୍ଦର କଥା ଇସ୍ତାର ଲେଖାଯାଏ। କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ପ୍ରିୟମାନେ, ଆପଣଙ୍କୁ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଦରକାର। ଯଦି ଆପଣ ସହଭାଗିତା ପ୍ରତି ସିରିୟସ୍ ହେଉନାହାନ୍ତି, ସହଭାଗିତାକୁ ଅବହେଳା କରୁଛନ୍ତି, ପ୍ରାର୍ଥନା ଯିବାରେ ଆପଣ ଅବହେଳିତ ଅଛନ୍ତି, ତାହେଲେ ଆପଣଙ୍କୁ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଦରକାର। ପବିତ୍ର ଆତ୍ମାଙ୍କୁ ସାହାଯ୍ୟକାରୀ ବୋଲି ଯୀଶୁ କ'ଣ କଲେ? ନାମ ଦେଲେ। ସେ ଆମକୁ ସାହାଯ୍ୟ କରିବେ, ସବୁ କ୍ଷେତ୍ରରେ ସେ ସାହାଯ୍ୟ କରିବେ। ଯଦି ପବିତ୍ର ଆତ୍ମା ମଧ୍ୟରେ ପଳାଇ ଆସିବେ, ଈଶ୍ୱରଙ୍କ ପ୍ରତି ପ୍ରେମ ଆମର କ'ଣ ହେବ? ବୃଦ୍ଧି ପାଇବ। ସେହି ଆତ୍ମା ଆମକୁ ଗୋଟେ ଗୋଟେ କରି ପ୍ରଭୁଙ୍କର ଅନୁଗ୍ରହ, ଦୟା, ତାଙ୍କ ଆଶୀର୍ବାଦ, ତାଙ୍କର କ୍ଷମା, ପ୍ରେମ, ସବୁ ସତ୍ୟତାକୁ ସେ ଆମକୁ ଜଣାଇବେ। ସେଥିପାଇଁ ଆମେ ତାଙ୍କର ସତ୍ୟତାକୁ ବୁଝିପାରିବା, ଆହୁରି ପରମେଶ୍ୱରଙ୍କ ପ୍ରତି ଆମେ ଆସକ୍ତ ହେବା, ଆଉ ଆମେ ତାହାଙ୍କ ପ୍ରତି ଆମର ପ୍ରେମ କ'ଣ ହେବ? ଧୀରେ 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 ବୃଦ୍ଧି ହେବ, ଆଉ ଆମର ଅବହେଳାର ଆତ୍ମା ଧୀରେ ଧୀରେ ଚାଲିଯିବ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ସାହାଯ୍ୟ କରନ୍ତୁ। ଆମେ ଯେପରି ଆମ ସହଭାଗିତାରେ ଆମେ ଅବହେଳା ନ କରିବା, ପ୍ରାର୍ଥନା ଯିବାରେ ଆମେ ବାହାନା ନ କରିବା ଏବଂ ସହଭାଗିତାରେ ଲାଗି ରହିବା। ପ୍ରତିଦିନ ଆମେ ପ୍ରଭୁଙ୍କର ଆଗମନ ପାଇଁ ନିଜକୁ ପ୍ରସ୍ତୁତ କରିବା। ଏଥିରେ ଆମକୁ କିଏ ସାହାଯ୍ୟ କରିବେ? ପବିତ୍ର ଆତ୍ମା ହିଁ ଆମକୁ ସାହାଯ୍ୟ କରିବେ। ପବିତ୍ର ଆତ୍ମା ହିଁ ଆମକୁ ସେଇ ଗାତରୁ ବାହାର କରି ଆଣିବେ। ପବିତ୍ର ଆତ୍ମା ହିଁ ଆମକୁ ସେଇ ବନ୍ଧନରୁ ମୁକ୍ତ କରିପାରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେ ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ, ଗୌରବ କରେ। ତୁମେ ମହାନ ଅଟ, ସର୍ବଶକ୍ତିମାନ ଅଟ। ତୁମ ବାକ୍ୟ ଦ୍ୱାରା ଆଜି ଆମମାନଙ୍କୁ କଥାବାର୍ତ୍ତା ହେଲ, ସେଥିପାଇଁ ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ। ବାପା, ଯେଉଁମାନେ ବାକ୍ୟକୁ ଶୁଣୁଛନ୍ତି, ପ୍ରାର୍ଥନା ଯିବାରେ ଅବହେଳିତ ଅଟନ୍ତି, ସହଭାଗିତା ଯିବା ନିମନ୍ତେ ପ୍ରଭୁ କୋଉଠି ନା କୋଉଠି ଆମେ ପଛଘୁଞ୍ଚା ଦେଇଛୁ, ତୁମେ ଆମମାନଙ୍କୁ ଦୟା କର। ସହଭାଗିତାରେ ଲାଗି ରହିବା ପାଇଁ, ତୁମ ଆଗମନ ନିମନ୍ତେ ଆମେ ନିଜକୁ, ପରିବାରକୁ ପ୍ରସ୍ତୁତ କରିବା ପାଇଁ ତୁମର ଅନୁଗ୍ରହ, ତୁମରି ପବିତ୍ର ଆତ୍ମାଙ୍କର ସାହାଯ୍ୟ ତୁମେ ଆମମାନଙ୍କ ପ୍ରତି ରଖି ଗୌରବ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ